नमस्कार। ମୁଁ ଆଜିର এই ସୁନ୍ଦର ରୁଦ୍ରାକ୍ଷ କଥାକୁ ପୁଣି ଆପଣମାନଙ୍କୁ ସ୍ୱାଗତ ଜଣାଉଛି, ଶୁଭେଚ୍ଛା ଜଣାଉଛି, ଶୁଭକାମନା ଜଣାଉଛି। ତ ୟାର ପୂର୍ବ ଭିଡିଓରେ ଆମେ ଆଲୋଚନା କରିଥିଲେ ରୁଦ୍ରାକ୍ଷ ବିଷୟରେ ଏବଂ ଏକମୁଖୀ ରୁଦ୍ରାକ୍ଷ ବିଷୟରେ। ଆଜି ଆମେ ଜାଣିବାକୁ ଯାଉଛନ୍ତି ଦୁଇମୁଖୀ ରୁଦ୍ରାକ୍ଷ ବିଷୟରେ। এই ଦୁଇମୁଖୀ ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ବା ଧାରଣ କରିବା ଦ୍ୱାରା ଆମକୁ କଣ ବେନିଫିଟ ହେଇଥାଏ, ଆମେ କଣ ତାର ଉପକାର ପାଉଛେ, ସେଇ ଦୁଇମୁଖୀ ରୁଦ୍ରାକ୍ଷ ସମ୍ପର୍କରେ ଆମେ ଆଜି ଆଲୋଚନା କରିବା। ତ ପୁଣି ମୁଁ ଆପଣଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ମୁଁ ଗଙ୍ଗାଧର ପ୍ରଧାନ, ଲାଇଫ କୋଚ ଅକଲ୍ଟ। ଦୁଇମୁଖୀ ରୁଦ୍ରାକ୍ଷ ବିଷୟରେ ଆପଣମାନଙ୍କୁ ଜାଣିବା ପାଇଁ ମୁଁ ଆପଣମାନଙ୍କ ଆଗରେ ମୋର ତଥ୍ୟ ଉପସ୍ଥାପନ କରୁଛି। ତ ଦୁଇମୁଖୀ ରୁଦ୍ରାକ୍ଷର ଯଦି ଆମେ ସେଭେନ ଚକ୍ରା ବିଷୟରେ ଜାଣିଥାନ୍ତି, ଆମର ଯୋଉ ସାତଟି ଚକ୍ରା ଆମ ସହିତ ରହିଛନ୍ତି, ଆମ ଶରୀର ସହିତ ରହିଛନ୍ତି, ଏଇ ଦୁଇମୁଖୀ ରୁଦ୍ରାକ୍ଷ ଆମର ସକ୍ରାଲ ଚକ୍ରାକୁ ଆମର ସକ୍ରାଲ ଚକ୍ରାକୁ ବେନିଫିଟ କରେଇଥାଏ, ଆମର ସକ୍ରାଲ ଚକ୍ରାକୁ ଏକ୍ଟିଭ କରେଇଥାଏ। ସକ୍ରାଲ ଚକ୍ର ଅର୍ଥ ଆମେ ସ୍ୱାଧିଷ୍ଠାନ ଚକ୍ରାକୁ ବୁଝାଉଛେ, ତାକୁ ସେ ଏକ୍ଟିଭ କରଉଛି। ଏବଂ ଏହାର ରୁଲିଂ ଗଡ ହଉଛନ୍ତି, ଏଇ ଦୁଇମୁଖୀ ରୁଦ୍ରାକ୍ଷର ଗଡ ହଉଛନ୍ତି ଅର୍ଦ୍ଧନାରେଶ୍ୱର। ଦୁଇମୁଖୀ ରୁଦ୍ରାକ୍ଷର ଗଡ ହଉଛନ୍ତି ଅର୍ଦ୍ଧନାରେଶ୍ୱର। ଆଉ ଇଏ ଆମର ଚନ୍ଦ୍ରମାଙ୍କୁ କଣ୍ଟ୍ରୋଲ କରୁଛନ୍ତି। ଯଦି ଚନ୍ଦ୍ରମାଙ୍କର କିଛି ପ୍ରଭାବ ଆମ ଲାଇଫରେ ଚାଲିଛି, ତେବେ ୟାକୁ ଇଏ କଣ୍ଟ୍ରୋଲ କରୁଛନ୍ତି। ଆଉ ଏଇ ଦୁଇମୁଖୀ ରୁଦ୍ରାକ୍ଷର ବୀଜ ମନ୍ତ୍ର ହଉଛି ଓମ୍ ନମଃ। ଓମ୍ ନମଃ। ଏଇ ଦୁଇମୁଖୀ ରୁଦ୍ରାକ୍ଷ ବିଷୟରେ ଆମେ ଆଗକୁ ଯୋଉ ଜାଣିବାକୁ ଯାଉଛନ୍ତି, ଏଇ ଦୁଇମୁଖୀ ରୁଦ୍ରାକ୍ଷ ଆମକୁ କଣ ବେନିଫିଟ ଦେଇଥାଏ। ଇମ୍ପ୍ରୁଭ ରିଲେସନସିପ ବିଟୱିନ୍ ପାର୍ଟନର୍ସ। ଆମର ପାର୍ଟନର ମାନଙ୍କ ଭିତରେ ଆମର ସମ୍ପର୍କକୁ ବୃଦ୍ଧି କରିଥାଏ। ଆମର ବିଜନେସ ପାର୍ଟନର ହେଇପାରେ, ଲାଇଫ ପାର୍ଟନର ହେଇପାରେ, କିଛି ବି ହେଇପାରେ। ଆମେ ଯୋଉମାନେ ମିଶିକି ବିଭିନ୍ନ ଜାଗାରେ କାମ କରନ୍ତି, ଆମ ଭିତରେ ଆମର ଏକ ସୁସମ୍ପର୍କକୁ ବଢେଇଥାଏ ଏବଂ ଗୋଟିଏ ବ୍ୟକ୍ତିକୁ ମାନେ ମେକ୍ସ ପର୍ସନ ଇମୋସନାଲି ବାଲାନ୍ସଡ। ଆମେ ଯୋଉ ଭାବ ପ୍ରବଣତାକୁ ଆମର ସେ ବାଲାନ୍ସ କରିଥାଏ, ସନ୍ତୁଳନ ଭାବରେ ରଖିଥାଏ। ୟୁନିଟି ଇନ୍ ଅଲ୍ ରିଲେସନସିପ। ସମସ୍ତ ସମ୍ପର୍କକୁ ଆମକୁ ଏକାଗ୍ର ସୂତାରେ ବାନ୍ଧି ରଖିଥାଏ ଏଇ ଦୁଇମୁଖୀ ରୁଦ୍ରାକ୍ଷ। ରିମୁଭ ନେଗେଟିଭ ଇଫେକ୍ଟସ ଅଫ ମୁନ। ମୁଁ ଆଗରୁ ବି କହିଥିଲି, ଏବେ ବି କହୁଛି, ଚନ୍ଦ୍ରମାଙ୍କ ଦ୍ୱାରା ଆମ ଉପରେ ଯାହା ପ୍ରଭାବ ପଡିଥାଏ, ଯେମିତିକି ମୁଡ ସୁଇଙ୍ଗ ହେଇଥାଏ, ଡିପ୍ରେସନ ହେଇଥାଏ, ଏସବୁ କଥାରୁ ଆମକୁ ସେ ବହୁତ ଭଲ ଭାବରେ ଆମ ଉପରେ ଇଫେକ୍ଟ ରଖେ ବା ଆମ ଉପରେ ଭଲ ପ୍ରଭାବ ପକାଏ। ତ ଏଇଭଳି ଭାବରେ ଦୁଇମୁଖୀ ରୁଦ୍ରାକ୍ଷକୁ ଆମେ ଧାରଣ କରିବା ଦ୍ୱାରା ଏହା ସହିତ ଆହୁରି ଅନେକ ଉପକାର ହେଇଥାଏ। ତ ଆମେ ଏଠି ଜାଣି ରଖିବା ଉଚିତ, ରୁଦ୍ରାକ୍ଷ କୋଉମୁଖୀ ରୁଦ୍ରାକ୍ଷ ହଉ ପଛେ ତାହା ଭଗବାନ ଶିବଙ୍କର ଏନର୍ଜି ସହିତ ଅନୁବନ୍ଧିତ ରହିଥାଏ। ଆମେ କୌଣସି ରୁଦ୍ରାକ୍ଷ ଆମେ ବ୍ୟବହାର କରିବା ଅର୍ଥ ଆମେ ଗୋଟେ ଭଲ ଜିନିଷକୁ ବ୍ୟବହାର କରୁଛେ। ତେବେ ପ୍ରୋବ୍ଲେମ ବେସରେ ଆମେ କୋଉମୁଖୀ ରୁଦ୍ରାକ୍ଷ କୋଉ ପ୍ରୋବ୍ଲେମ ପାଇଁ ପିନ୍ଧୁଛେ, ଏହା ହିଁ କଥା। ତେବେ ବି ସର୍ବଶ୍ରେଷ୍ଠ କଥା ହଉଛି ଆମେ ରୁଦ୍ରାକ୍ଷ ଆମ ପାଇଁ ଗୋଟେ ଭଲ ଏନର୍ଜି। ତେବେ ଏଇ ଦୁଇମୁଖୀ ରୁଦ୍ରାକ୍ଷରେ ଆମକୁ କଣ ହେଲ୍ଥ ବେନିଫିଟ ମିଳୁଛି? ଆମକୁ କଣ ହେଲ୍ଥ ବେନିଫିଟ ମିଳୁଛି? ଆମର କିଡନୀ ଆଣ୍ଡ ଇଣ୍ଟେନ୍ସାଇନ୍ ଇସ୍ୟୁକୁ ସେ କଣ୍ଟ୍ରୋଲ କରୁଛି, ମେଣ୍ଟାଲ ଆଣ୍ଡ ଇମୋସନାଲ ହରମୋନିକ କଣ୍ଟ୍ରୋଲ କରୁଛି, କ୍ୟୁର୍ସ ଇନଫର୍ଟିଲିଟି ଆଣ୍ଡ ସେକ୍ସୁଆଲ ଡିଜିଜ, ବୁଷ୍ଟ ଇମାଜିନେସନ। ଏଇ ସବୁ କ୍ଷେତ୍ରରେ ଆମକୁ ହେଲ୍ଥ କ୍ଷେତ୍ରରେ ବହୁତ ପ୍ରଭାବୀ ଢଙ୍ଗରେ ଆମ ପାଇଁ କାମ କରୁଛି। ତେବେ ରୁଦ୍ରାକ୍ଷ ବିଷୟରେ ସବିଶେଷ ଜାଣିବା ପାଇଁ, ଯେମିତିକି ଆମର ଏକମୁଖୀ ଠାରୁ 21 ମୁଖୀ ରୁଦ୍ରାକ୍ଷ ଏବଂ ଗର୍ଭଗୌରୀ ରୁଦ୍ରାକ୍ଷ, ଗଣେଶ ରୁଦ୍ରାକ୍ଷ, ତ୍ରିଜୁଟି ମାଳା ରୁଦ୍ରାକ୍ଷ, ତ୍ରିଜୁଟି ରୁଦ୍ରାକ୍ଷ, ଜପମାଳା ରୁଦ୍ରାକ୍ଷ, ଇନ୍ଦ୍ରାକ୍ଷୀ ମାଳା ରୁଦ୍ରାକ୍ଷ, ଏ ସବୁ ପ୍ରକାର ଜିନିଷ, ଆଉ ଛୁଆମାନଙ୍କ ପାଇଁ ଯେଭଳି ସରସ୍ୱତୀ ବନ୍ଧ, ଏ ସବୁ ଭାବରେ ବିସ୍ତୃତ ଭାବରେ ଜାଣିବା ପାଇଁ ଏବଂ ନେପାଳିୟନ ରୁଦ୍ରାକ୍ଷ, ଅସଲି ରୁଦ୍ରାକ୍ଷ ପାଇବା ପାଇଁ ଆମ ସାଙ୍ଗରେ ଯୋଗାଯୋଗ କରିପାରିବେ। ବହୁତ ବହୁତ ଧନ୍ୟବାଦ। ନମସ୍କାର। ଆମେ ପରବର୍ତ୍ତୀ ସମୟରେ ଆସନ୍ତା ଭିଡିଓରେ ଆମେ ଆଲୋଚନା କରିବା ଆମର ତିନିମୁଖୀ ରୁଦ୍ରାକ୍ଷ ବା ତିନି